ସତ, କିନ୍ତୁ ମୋ କର୍ମ ମୋ ଭାଗ୍ୟକୁ ନେଇ ମଣ୍ଡୁଛି। ଏହା ବିଚାର ଧର୍ମ ହିଁ କରୁଛି। ବାପା ଏ ଶବ୍ଦର ଅର୍ଥକୁ ଠିକ୍ ଭାବରେ ବୁଝି ସାରିଥିଲା ଏଇ ପୁଅ ଜଣକ। କାହିଁକିନା ପାଖରେ ନଥିଲା ମା, ଯେଉଁ ମା ଜନ୍ମ ଦେଇ ସାରିବା ପରେ କେବେ ନିଜର କରିନି, କେବେ ସ୍ନେହ ମମତାରେ ବାନ୍ଧି ପାରିନି, କେବେ ଅଝଟ ହେଉଥିବା ପୁଅକୁ କୋଳେଇ ନେଇ ଖୋଇବାକୁ ଦେଇନି। ସେଇ ମା ପାଇଁ ଆଜି ଏ ନିରୀହ ଛୁଆର ବାପାଟା ଜେଲ୍ ଯିବାକୁ ପଡ଼ିଛି। ପୁଅ କାନ୍ଦୁଥିଲା, ବାପାକୁ ଖୋଜି ଚାଲିଥିଲା, ହେଲେ ବାପାକୁ ପୋଲିସ ଗିରଫ କରି ଜେଲ୍ ହାଜତରେ ପୁରେଇ ସାରିଥିଲା। କାହା ପାଖରେ ରହିବ ପୁଅ? କିଏ ଶୁଣିବ ତାର ଦୁଃଖ? ଏମିତି ଭାବନାରେ ଥିବା ପୁଅଟା ଆଜି ଯେମିତି ହାରିଗଲା ଭଳି ଅନୁଭବ କରୁଥିଲା। ଆଖି ସାମ୍ନାରେ ଗିରଫ ହେଉଥିବା ବାପାକୁ ଦେଖି କାନ୍ଦି ଚାଲିଥିଲା ପୁଅ। ସେ ପୁଣି ମା ଦେଇଥିବା ଏତେଲା ପାଇଁ। ମା ଅପେରାରେ ହିରୋଇନ୍ ହେବା ପରେ ଏଇ ବାପା ହିଁ ତାର ସବୁ କିଛି ଥିଲା। ମା ହେଇ ସବୁ ଅଳି ଅର୍ଦ୍ଦଳିକୁ ପୂରଣ କରୁଥିଲା। ବାପା ହେଇ ସବୁ ଆଶା ଅଭିଳାଷାକୁ ପୂରଣ ବି କରୁଥିଲା। ଅଝଟ କଲେ ମା ହେଇ ବୁଝଉଥିଲା, ଆଉ ବଦମାସ କଲେ ବାପା ହେଇ ଆକଟ ବି କରୁଥିଲା। ଉଭୟ ବାପା ଆଉ ମାଆର ଭୂମିକା ଲିଭଉଥିବା ବାପାଟା ଆଜି ଗିରଫ ହେବା କଥା ଜାଣିବା ପରେ ନିଜକୁ କେମିତି ସମ୍ଭାଳି ପାରିଥାନ୍ତା ବିଚରା ପୁଅଟା। ଏ କାହାଣୀ ହେଉଛି କିଛି ଦିନ ତଳୁ ବିବାଦ ଭିତରେ ଥିବା ସୋନାଲି ଆଉ ଶ୍ରୀକ୍ଷେତ୍ରଙ୍କ କାହାଣୀ। କିନ୍ତୁ ଆଜି ବାପା ଯେତେବେଳେ ଗିରଫ ହୋଇଯାଇଛି, ସେ ପୁଣି ମାଆର ଏତାଲା ଆଧାରରେ ସେତେବେଳେ କେମିତି ସହିବ ପୁଅ? କାହା ପାଖରେ ରହିବ? କାହା ପାଖରେ ନିଜର ଅଳି ଅର୍ଦ୍ଦଳି କରିବ? ଏକଥା ଭାବି ଚାଲିଥିଲା ଏଇ ନିରୀହ ଛୁଆଟି। ଦୁନିଆକୁ ଠିକ୍ରେ ଜାଣିନଥିବା ଚିହ୍ନିନଥିବା ଛୁଆଟି ଆଜି ଯେମିତି ସର୍ବହରା ହୋଇଯାଇଥିଲା। ଦର୍ଶକ ବନ୍ଧୁ, ଆପଣଙ୍କର ମନେ ଥିବ ଏଇ କିଛି ଦିନ ପୂର୍ବରୁ ଶ୍ରୀକ୍ଷେତ୍ର ଅଭିନେତ୍ରୀ ସୋନାଲି ପଣ୍ଡାକୁ ନେଇ ଏକ ବିବାଦ ମୁଣ୍ଡ ଟେକିଥିଲା। ସୋନାଲିର ସ୍ୱାମୀ ଶ୍ରୀକ୍ଷେତ୍ର ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ଦଳ ଓରଫ ନାଣ୍ଡୁବାବୁଙ୍କ ନାଁରେ ଅଭିଯୋଗ ବି ଆଣିଥିଲେ କି ତାଙ୍କ ସ୍ତ୍ରୀ ସୋନାଲିକୁ କୁଆଡ଼େ ନାଣ୍ଡୁବାବୁ ଛାଡ଼ୁନାହାନ୍ତି। କିନ୍ତୁ ସେହି କାହାଣୀରେ କିଛି ଦିନ ପରେ ବଡ଼ ଟୁଇଷ୍ଟ ଆସିଥିଲା। ସୋନାଲି ଓଲଟା ଅଭିଯୋଗ କରିଥିଲେ କି ଶ୍ରୀକ୍ଷେତ୍ର କୁଆଡ଼େ ତାଙ୍କୁ ଅତ୍ୟାଚାର କରିଥିଲେ। ସେଥିପାଇଁ ସେ ନିଜ ଇଚ୍ଛାରେ ତୁଳସୀ ଗଣନାଟ୍ୟରେ ଅଛନ୍ତି, ତାଙ୍କୁ କେହି ଜୋର ଜବରଦସ୍ତ ଅଟକେଇ ନାହାନ୍ତି। ଆଉ ତାପରେ ସୋନାଲି ଆଉ ଶ୍ରୀକ୍ଷେତ୍ର ଏବଂ ନାଣ୍ଡୁବାବୁଙ୍କୁ ନେଇ ପୁରା ମିଡ଼ିଆ ଜଗତ ଯେମିତି ଉଠିଲା ଆଉ ପଡ଼ିଲା। କିଛି ଦିନ ପରେ ସୋନାଲି ଏକ କେସ୍ ଫାଇଲ୍ କଲେ ଯେ ତାଙ୍କୁ ବୟସ ହୋଇନଥିଲା ବେଳେ ଶ୍ରୀକ୍ଷେତ୍ର ତାଙ୍କୁ ପଟେଇ ବାହା ହେଇଥିଲେ, ଆଉ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ଜୋର ଜବରଦସ୍ତ ସମ୍ପର୍କ ବି ରଖିଥିଲେ। କିଛି ଦିନର ଶୂନ୍ୟତା ପରେ ଆଜି ଗିରଫ ହୋଇଯାଇଛନ୍ତି ସ୍ୱାମୀ ଶ୍ରୀକ୍ଷେତ୍ର। ପୁରୀ ଜିଲ୍ଲା କୃଷ୍ଣଦାସପୁର ପୋଲିସ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରିଛି। ହେଲେ ଥରେ ଭାବିଲେ, ଏଇ ବାପା ମାଆଙ୍କ ବିବାଦ ଭିତରେ ଏଇ ନିରୀହ ଛୁଆର କ'ଣ ଦୋଷ ଥିଲା? ଆଜି ବାପା ମା ସମସ୍ତେ ଥାଇ ବି ଅନାଥ ହୋଇଯାଇଛି ବିଚରା ଛୁଆଟା। କେମିତି ରହିବ ସେ? କ'ଣ ହେବ ତା ଭବିଷ୍ୟତ? ମା ଅପେରା ପାର୍ଟିରେ ହିରୋଇନ୍ ଆଉ ବାପା ମାଆର କେସ୍ ପାଇଁ ଜେଲ୍ର ଚାରିକାନ୍ଥ ଭିତରେ ବନ୍ଦ ହୋଇଯାଇଛନ୍ତି। ଏମିତି ବାପା ମାଆଙ୍କ ଲଢ଼େଇରେ ନିରୀହ ଛୁଆମାନଙ୍କର ଭୁଲ କେଉଁଠି ଆଜ୍ଞା? ସେମାନେ କାହିଁକି ସଫରରେ ହେବେ? ଯଦି ସେତେବେଳେ ସୋନାଲିର ବୟସ ହୋଇନଥିଲା, ତେବେ ସେ ଶ୍ରୀକ୍ଷେତ୍ରକୁ ପ୍ରେମ କାହିଁକି କରୁଥିଲା? ଯଦି ପ୍ରେମ କଲା, ତେବେ ବିବାହ କେମିତି କଲା? ଯଦି ବିବାହ କଲା, ତେବେ ଛୁଆ କେମିତି ଜନ୍ମ କଲା? ଯଦି ଛୁଆ ଜନ୍ମ କଲା, ତେବେ ତାକୁ ଛାଡ଼ି ଯାତ୍ରା ପାର୍ଟିରେ ହିରୋଇନ୍ କେମିତି ହେଲା? ଶ୍ରୀକ୍ଷେତ୍ରକୁ ନେଇ ସୋନାଲି ଆଣିଥିବା ଅଭିଯୋଗ ଯଦି ସତ, ଆଉ ସୋନାଲି ଯଦି ନିର୍ଯାତିତ ହେଉଥିଲା, ତେବେ ସେତେବେଳେ କାହିଁକି ଅଭିଯୋଗ କଲାନି? ଯଦି ସେତେବେଳେ ଅଭିଯୋଗ କରିନଥିଲା, ତେବେ ଏବେ ଅଭିଯୋଗ କରି ଶ୍ରୀକ୍ଷେତ୍ରକୁ ଜେଲ୍ ପଠାଇ ନିଜ ଛୁଆର ଭବିଷ୍ୟତ ନଷ୍ଟ କରିବାର ମାନେ କ'ଣ ଥିଲା? ଏସବୁ ପ୍ରଶ୍ନ ଭିତରେ ନିରୀହ ଛୁଆଟା ନିଜ ବାପାର ଜେଲ୍ ଫେରିବା ବାଟକୁ ଅପେକ୍ଷା କରିଛି। କେବେ ଫେରିବ ବାପା ଶ୍ରୀକ୍ଷେତ୍ର? ଆଉ କେବେ ପୁଣି ନିଜ ଅଳି ଅର୍ଦ୍ଦଳିକୁ ପୂରଣ କରିବ? କ'ଣ ଭାବୁଛନ୍ତି? ସୋନାଲି ଶ୍ରୀକ୍ଷେତ୍ରକୁ ଜେଲ୍ ପଠାଇ ଠିକ୍ କରିଛି ନା ଭୁଲ କରିଛି? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।